ଗଗନେ ମଜିଲି ମୋତେ ଭୁଲି, ଗଗନ ଚନ୍ଦ୍ରିକା ହେବି ବୋଲି। ଗଗନେ ମଜିଲି ମୋତେ ଭୁଲି, ଗଗନ ଚନ୍ଦ୍ରିକା ହେବି ବୋଲି। ମାଟିର ମୁକୁମଦିନୀ ସତତ ଶୁଭ୍ର ହାସିନୀ, ମାଟିର ମୁକୁମଦିନୀ ସତତ ଶୁଭ୍ର ହାସିନୀ, ନିର୍ମଳ କୋଳ ପାଇଗଲି। ସେ କୋଳରେ କାଦମ୍ବିନୀ ନିରତେ ଶୋଇ ରହିଲି, ସେ କୋଳରେ କାଦମ୍ବିନୀ ନିରତେ ଶୋଇ ରହିଲି। କେତେବେଳେ ଜାଣି ନ ପାରିଲି, ଗଗନେ ମଜିଲି ମୋତେ ଭୁଲି, ଗଗନ ଚନ୍ଦ୍ରିକା ହେବି ବୋଲି। ଗଗନେ ମଜିଲି ମୋତେ ଭୁଲି। ଅଶ୍ରୁଧାରାଟିଏ ହୋଇ ବହିଲି ଅଶ୍ରୁର ନଈ, ଅଶ୍ରୁଧାରାଟିଏ ହୋଇ ବହିଲି ଅଶ୍ରୁର ନଈ। କେତେବେଳେ ଜାଣି ନ ପାରିଲି, ଅଜାଣତେ ଅକିଞ୍ଚିତେ ଅଶ୍ରୁ ମୁଁ ଯେ ହୋଇଗଲି, ଅଜାଣତେ ଅକିଞ୍ଚିତେ ଅଶ୍ରୁ ମୁଁ ଯେ ହୋଇଗଲି। ଗଗନେ ମଜିଲି ମୋତେ ଭୁଲି, ଗଗନ ଚନ୍ଦ୍ରିକା ହେବି ବୋଲି। ଗଗନେ ମଜିଲି ମୋତେ ଭୁଲି। ମା କୋଳ ଛୁଆ ପରି ନେଲ ମୋତେ କୋଳେ ଧରି, ମା କୋଳ ଛୁଆ ପରି ନେଲ ମୋତେ କୋଳେ ଧରି। ଆକାଶେ ପବନେ ହଜିଗଲି, ସାଗର ତଟିନୀ ମୁଁ ଯେ ମୋତେ ଖୋଜି ନ ପାଇଲି, ସାଗର ତଟିନୀ ମୁଁ ଯେ ମୋତେ ଖୋଜି ନ ପାଇଲି। ଗଗନେ ମଜିଲି ମୋତେ ଭୁଲି, ଗଗନ ଚନ୍ଦ୍ରିକା ହେବି ବୋଲି। ଗଗନେ ମଜିଲି ମୋତେ ଭୁଲି, ଗଗନ ଚନ୍ଦ୍ରିକା ହେବି ବୋଲି। ମା କରୁଣାମୟ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଉପସ୍ଥିତ ସମସ୍ତ ମାତୃ ସନ୍ତାନ, ଆଜି ଯୋଉ ପ୍ରସଙ୍ଗଟି ଉପରେ ଆମେ ଆଲୋଚନା ରଖିବା ସେଟା ହଉଛି ଯୋଉ ଜ୍ୟୋତିଷ ଶାସ୍ତ୍ର ଉପରେ। ଅର୍ଥାତ ଆମେ ଅନେକ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ ବି କରୁ। ଜଣେ କିଏ ଜଣେ ଘରଟେ କରୁଛି, ସିଏ କହୁଛି ବାସ୍ତୁ ଦୋଷ ଅଛି କି ନାହିଁ, ମୋ ଜାତକ ଅନୁସାରେ କେବେ ଶୁଭ ଦେଲେ ଠିକ ହବ, କୋଉ ଦିଗରେ କଣ କଲେ ଠିକ ହବ, ତାର ଗୋଟେ ଗଣନା ହିସାବ ସବୁ ଅଛି। ସେ ପାଠ କେତେ ଜଣ ତାକୁ ବିଶ୍ୱାସ କରନ୍ତି। ବିଶ୍ୱାସ କରିବା କିଛି ଅସୁବିଧା ନୁହଁ, କିନ୍ତୁ ଆମେ ସେଥିରେ ଲାଖି ଯାଉଛୁ, ସେଇଟା ହଉଛି ଅସୁବିଧା। ବିଶ୍ୱାସ ତ ଅଛି, ସବୁ ଜିନିଷରେ ଜ୍ଞାନର ଆବଶ୍ୟକତା ଆମର ଅଛି ହାସଲ କରିବା ପାଇଁ, ତେଣୁ ସେ ଆବଶ୍ୟକତା ଅନୁଭବ କରିବା ଦରକାର। ତଥାପି ଫଳିତ ଜ୍ୟୋତିଷ, ମୁଁ ଆଗରୁ ଥରେ କହିଥିଲି, ଆଶ୍ରମ ଜଣେ ସାଧକ ମାଙ୍କର ଅତି କ୍ଲୋଜ, ଆଉ ସେ ମାଙ୍କୁ ଥରେ କହିଲେ, ମା ମୋର ଜଣେ ପାମିଷ୍ଟ ଦେଖିଛନ୍ତି ହାତ, ଆଉ ସେ ଭାରି ପରଫେକ୍ଟ ହିସାବ କରି କହନ୍ତି, ଆଉ ସେ କହିଛନ୍ତି ମୋର ଆଉ 40 ବର୍ଷରେ ପାଣିରେ ବୁଡିକି ମରିବା ଯୋଗ ଅଛି। ମା ଏଇଟା କଣ ସତ? କହିଲେ ଦେଖିବା ତମ ହାତଟା। ମା ସେଠି ହାତଟାକୁ ଦେଖିଲେ,
କହିଲେ ହଁ ତ ଠିକ କଥା କହିଛନ୍ତି, ସେ ଭୁଲ କହିନାହାନ୍ତି। କହିଲେ ମା ଏଇଟା କଣ ସତ? କହିଲେ ହଁ ସତ। ତେଣୁ ଟିକେ ନିଜ ଉପରେ ଟିକେ ଭୟ ଆସିଗଲା ତାଙ୍କର। ମା ଜାଣିପାରିଲେ, କହିଲେ ଆଚ୍ଛା ତମେ ଅଛ କାହା ପାଖରେ? ମା ମୁଁ ତମ ପାଖରେ ଅଛି। ଆଉ ମୋ ପାଖରେ ତ ଅଛ, ଏତେ ସେ ବିଷୟରେ କାହିଁ ଚିନ୍ତା କରୁଛ? ଏତେ ପ୍ରଶ୍ନ କାହିଁ ସେ ବିଷୟରେ ଉଠୁଛି? ସେଠୁ ଭିତରେ ଗୋଟେ ବିଶ୍ୱାସ ଆସିଲା ତାଙ୍କର, ହଁ ଯୋଉ ମା ପାଖରେ ତ ଅଛି, ଦେଖାଯିବ ଯାହା ହବ। 40 ବର୍ଷ ପାର ହେଇଗଲା, 41 ବର୍ଷ ହେଇଗଲା। ତାପରେ ଯେମିତି କଥୋପକଥନ ଭିତରେ ବ୍ୟକ୍ତିଗତ ଭାବରେ ତ ମା ସାଧକ ମାନଙ୍କର ସାଧନା ବିଷୟରେ କଥା ହୁଅନ୍ତି। ତେଣୁ ସେମିତି ସାକ୍ଷାତ କଲେ ଜଣକୁ। ସେ କହିଲେ ମା ମୋର 40 ବର୍ଷଟା ପାର ହେଇଗଲାଣି, କାହିଁ କିଛି ହେଇନି। ଆଉ ସେଟା ହେଲାନି କି? ମା ତାଙ୍କୁ ଗୋଟେ ଉଦାହରଣ ଦେଇ ବୁଝେଇଲେ, ତ ଦେଖ ଗଛରେ ଫଳଟା ପାଚିଗଲେ ସେ ଖସିବାଟା ନିଶ୍ଚିତ। ଆଉ ଆଜିକାଲି ବର୍ତ୍ତମାନ ବିଜ୍ଞାନ ଯୋଉ ପ୍ରକାର ଡେଭଲପ କରିଛି, ମାନେ ଫଳର ୱେଟ ଟା କେତେ କେତେ ହାଇଟ ରେ ସେ ଅଛି, ଆଉ ପଡିଲେ କେତେ ଫୋର୍ସ ରେ ଆସିବ, ଗ୍ରାଭିଟେସନାଲ ଫୋର୍ସ କେତେ ହବ, ଆଉ ପଡିଲେ ସେ କେଉଁ ପ୍ରକାର ଅବସ୍ଥା ନବ, ରୂପ ନବ, କେତେ ପିସ୍ ହବ, ଆଜିକାଲି କାଲକୁଲେସନ କରି କହିଦେଇ ପାରିବେ। ସାଇନ୍ସ ଟେକ୍ନୋଲୋଜି ବର୍ତ୍ତମାନ ଡେଭଲପ କରିଯାଇଛି, ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ମଝିରେ ଯଦି ଗୋଟେ ହାତ ହସ୍ତକ୍ଷେପ କରିଦିଏ, ଗୋଟେ ମାଇଟି ହ୍ୟାଣ୍ଡ, ଶ୍ରୀମନ୍ତ ସାବିତ୍ରୀ ସେଇଟା ବର୍ଣ୍ଣନା କରୁଛନ୍ତି, ମାଇଟି ହ୍ୟାଣ୍ଡ। ସେଇ ମାଇଟି ହ୍ୟାଣ୍ଡ ଯେତେବେଳେ ଇଣ୍ଟରଫିୟର କରିଯିବ, ଅର୍ଥାତ ଗଛରୁ ଫଳଟା ପାଚିଲା, ମଝିରେ ତାକୁ ଜଣେ ହାତ ବଢେଇକି କ୍ୟାଚ କରି ନେଇଗଲା, ସେ ଆଉ ତଳେ ପଡିବ କି? ତଳେ ପଡିବନି। ଭାଙ୍ଗିବାର ଚାନ୍ସ ଅଛି କି? ଚାନ୍ସ ନାହିଁ। ତେବେ ଯଦି ହାତଟା ଅଟକେଇ ଦେଲା, ଠିକ ସେଇଭଳି ତୋ ଲାଇଫରେ ସେଇଟା ହେଲା। ସେଠି ସେ ଜାଣିଗଲେ ସତରେ ମା କୋଉ ସାଧକର କଣ ଆବଶ୍ୟକ ଅଛି, ମା କେମିତି ଭିତରକୁ ଜାଣିକି କାମ କରୁଛନ୍ତି। ମାନେ ଚୈତ୍ୟ ଆବଶ୍ୟକତା ଟା କଣ, ତାକୁ ମା ଫୁଲଫିଲ କରୁଛନ୍ତି ପ୍ରତି ସାଧକ ମାନଙ୍କ, ଯେତେ ଜଣ ଆଶ୍ରମରେ ଅଛନ୍ତି। ଏହାକୁ ହିଁ କୁହାଯାଏ ପ୍ରକୃତ ମା, ଯିଏ ଆମ ଅନ୍ତରାତ୍ମାର ଆବଶ୍ୟକତା କଣ, ଆମ ଅନ୍ତରାତ୍ମା କଣ ଚାହୁଁଛି, ତାର ବିକାଶ ପାଇଁ କଣ ଆବଶ୍ୟକ। ତେଣୁ ଅନ୍ତରାତ୍ମାର ନିଡି କୁ ଯୋଉ ମା ଫୁଲଫିଲ କରନ୍ତି ଏବଂ ସେ ଦିଗରେ ପ୍ରତି ମୁହୂର୍ତ୍ତରେ ସହାୟତା କରନ୍ତି, ତେଣୁ ସେଇଭଳି ମାଟେ ଆମେ ପାଇଛୁ। ଆମେ ମା ଉପରେ ବିଶ୍ୱାସ ନ ରଖିକି ଏଇ ଜାତକ, ସେ ଯୋଉ ଗଣନା, ପାମିଷ୍ଟି, ଏମାନଙ୍କ କଥା ବିଶ୍ୱାସ କରିବା। ଆମେ ଜାତକ ମାନଙ୍କଠୁ କଣ ଭଗବାନଙ୍କୁ ଅଧିକ ଶକ୍ତିଶାଳୀ ହବାକୁ ଦବାନି? ଆମେ ଜାତକଟା ବହୁତ ଶକ୍ତିଶାଳୀ ହେଲା ଭଗବାନଠୁ। ଜାତକ ଯୋଉ ହିସାବ କରାହଉଛି, ଗୋଟେ କଥା, ଗ୍ରହ ନକ୍ଷତ୍ର ମାନଙ୍କୁ ନେଇକି ନା ଆଉ କାହାକୁ? ଗ୍ରହ ନକ୍ଷତ୍ର ଯୋଉ ଚଳନ ସବୁ ଅଛି, ଗ୍ରହ ନକ୍ଷତ୍ର ସବୁ ଅଛି, ସେମାନଙ୍କର ଚଳନ ଅନୁସାରେ ଜନ୍ମ କୋଉ ସମୟରେ କାହାର ଗତିପଥ କେମିତି ଥିଲା, ତାର ପ୍ରଭାବ କେମିତିକା, ତାକୁ ନେଇକି ପଞ୍ଜିକାରେ ଲେଖିଲେ କି ହିସାବ କଲେ ସେଇ ସମୟର କଥା କଣ ହେଇଛି, କିଏ କେମିତିକା ପ୍ରଭାବ ଦେଖାଏ, ଏଇଟା ଗୋଟେ ରେକର୍ଡ ହେଇକି ରହିଲା। କିନ୍ତୁ ଏଇ ଯୋଉ ମାଇଟି ହ୍ୟାଣ୍ଡ କଥା କୁହାହଉଛି, ଯଦି ମାଇଟି ହ୍ୟାଣ୍ଡ ହସ୍ତକ୍ଷେପ କରିଦବ, ତାହେଲେ ଏସବୁଗୁଡା ହବ କି? ହବ ନାହିଁ। ତାହେଲେ ଇଏ କଣ କରେ, ଆମ ଜୀବନର ଗତିପଥକୁ ବଦଳେଇ ଦିଏ। ମାଙ୍କର ହସ୍ତକ୍ଷେପ, ଏ ମାଇଟି ହ୍ୟାଣ୍ଡ ର ଯୋଉ ଇଣ୍ଟରଫେରେନ୍ସ କଣ କରେ ନା, ଚେଞ୍ଜେସ୍ ଦ କୋର୍ସ ଅଫ ଆୱାର ଲାଇଫ, ଆମ ଜୀବନର ଗତିପଥକୁ ବଦଳେଇ ଦିଏ। ତେଣୁ ଜୀବନର ଗତିପଥକୁ ଯୋଉ ମାଇଟି ହ୍ୟାଣ୍ଡ ହସ୍ତକ୍ଷେପ କରିଦଉଛି, ଆମେ ସେ ମାଇଟି ହ୍ୟାଣ୍ଡକୁ ବିଶ୍ୱାସ କରିବା ନା ଜ୍ୟୋତିଷ ଶାସ୍ତ୍ରଙ୍କ କଥା ବିଶ୍ୱାସ କରିବା? ଚିନ୍ତାରା ହଉଛି ପ୍ରତ୍ୟେକ ନିଜେ ନିଜେ କରିବେ। ଏଇଟା ନିୟମ ନୁହେଁ ଯେ ଆମେ ମାଙ୍କୁ ଧଇଲେ ମାନେ ଏଇଟା କରିବା ଦରକାର। ଜଣକ କଥା ଭିତରକୁ ଚିନ୍ତା କର, ତାର ମାକୁ ଧରିଥିବ, ହେଲେ ଜାତକକୁ ବିଶ୍ୱାସ କରୁଥିବ, କାରଣ କଣ ହେଲା କି ମୁଁ ତ ଏମିତି କଲି ବୋଧେ ହେଇଗଲା, ଅନାଚାର ହେଇଗଲା, ମା ମଙ୍ଗଳା ରାଗିଗଲେ, ତେଣୁ କଣ ଗୋଟେ କରିଦେଲେ ଆଉ। ତାର ଡର, ସେ ଦେବୀଙ୍କୁ ଡର, ସେ ମାନେ ଅନେକ ଆମେ ଭକ୍ତି କରୁ କେମିତି, ଡରିକି ଭକ୍ତି କରୁ, କାଳେ ସେ ଦେବୀ ରାଗିକିରି ଝାଡା ବାନ୍ତି କରିଦେବେ କି, ଅନିଷ୍ଟ କରିଦେବେ କି? ନା ନା, ସେ ଦେବୀ ଥାନ୍ତୁ, ସେ ଦେବତା ବି ଥାନ୍ତୁ। ପୁଣି ଯେହେତୁ ଦୀକ୍ଷା ଫିକ୍ଷା ନେଲେଣି, ହଁ ଗୁରୁ ସେ ବାବାଙ୍କ ଫଟୋ ବି ଥାଉ, ଏମିତି ଅଛି।
ଆମେ ଯୋଉ ଦୁଆଡିଆ ଢଙ୍ଗରେ ରହିଛୁ, ଆମ ଜୀବନଟା ଯୋଉ ଖେଚିଡା ହେଇଛି, ଆମ ଭିତରେ କନଫ୍ୟୁଜନ ଟା ବରାବର। ତେଣୁ ବର୍ତ୍ତମାନ ଜ୍ୟୋତିଷ ଶାସ୍ତ୍ର କଥା ଠିକ ନା ମାସ କଥା ଠିକ, କନଫ୍ୟୁଜନ ଗୋଟେ ଅଛି ନା। ଆଉ ନିଶ୍ଚିତ ଗୋଟେ କଥା ଆମେ ମନେ ରଖିବା, ମାଙ୍କର ଗୋଟେ ବାଣୀ ଅଛି ସେ ସମ୍ପର୍କରେ, ତୁମର ନିଜର ଜୀବନ ପାଇଁ ମୋଟେ ଭୟ କର ନାହିଁ। ଭାଗ୍ୟ ଗଣନା କରି କହୁଥିବା ବ୍ୟକ୍ତି ମାନେ ସବୁବେଳେ ଆଦୌ ସତ କହନ୍ତି ନାହିଁ। ଭାଗ୍ୟ ଗଣନା କରି କହୁଥିବା ବ୍ୟକ୍ତି ମାନେ ସବୁବେଳେ ଆଦୌ ସତ କହନ୍ତି ନାହିଁ। ତାପରେ କଣ କହିବେ ଆପଣ କୁହନ୍ତୁ? ଯଦି ଭାଗ୍ୟ ଗଣନା କରି କହୁଥିବା ଲୋକ ଗୁଡାକ ଆଦୌ ସବୁବେଳେ ସତ କଥା କହନ୍ତିନି, ଏଇଟା ଲେଖା ହେଇଯିବନି ବ୍ୟକ୍ତି ମାନେ ସବୁବେଳେ ଆଦୌ ସତ କହନ୍ତି ନାହିଁ। ସବୁବେଳେ, ହଁ ଦିନେ ଅଧେ କି ଥରେ ଅଧେ ଏସବୁ ତ ନୁହେଁ, ସବୁବେଳେ କଥା କୁହାଗଲା, ସବୁବେଳେ ଆଦୌ ସତ କହନ୍ତି ନାହିଁ। ତେଣୁ ଭାଗ୍ୟ ଗଣନା ଯୋଉମାନେ କରୁଛନ୍ତି ଏସବୁ ମିଛ କଥା କହନ୍ତି, ଆମେ ତାଙ୍କୁ ବିଶ୍ୱାସ କରୁଛୁ। ହଁ ପରା ଏଇଟା ତାକୁ ଏଇଆ କହିଥିଲା ସେଇଟା ହବ ବୋଲି, ଦେଖୁନ ସତୁ ସତ ହେଲା ସେଇଆ। ଯିଏ ଗଣନା କରି କହିଥିଲା ପୁରା ପରଫେକ୍ଟ, ତା ହିସାବ ପୁରା ପରଫେକ୍ଟ। ଆଚ୍ଛା ଏଇଟା କାହିଁକି ହୁଏନି, ତାର କାରଣ ଅଛି ନା ନାଇଁ? ଆମେ ଯୋଉ ବାର୍ଥ କଥା କହୁଛେ, କୋଉ କେତେବେଳେ ବାର୍ଥଟା କଥା କହୁଛେ? ସଂସାର ପୃଷ୍ଠକୁ ଶରୀରଟା ନେଇକି ଆସିବା ପରେ, ମା ଗର୍ଭରୁ ଭୂପୃଷ୍ଠକୁ ଆସିଲା ପରେ ସେ ବାର୍ଥଟା, ନା ମାତୃଗର୍ଭରେ ସ୍ଥାନ ପାଇଥିବା ସମୟ? ମାତୃଗର୍ଭରେ ସ୍ଥାନ ପାଇଥିବା ସମୟରେ କୋଉ ଗ୍ରହ କଣ ପ୍ରକାର ଚଳନ ଥିଲା, କିଏ ଚିନ୍ତା କରିଛ? ଆଗରୁ ସବୁ ରାଜା ରାଜା, ମୁଁ ଟିକେ ଯାହା ଶୁଣେ ଜାଣେ, ମୁଁ ତ ପଢିଛି ବି ଗୋଟେ ଗୋଟେ ଜାଗାରେ, ମୁଁ ଶୁଣିଛି ବି, ନା ତାଙ୍କର ପଣ୍ଡିତ ପୁରା ହିସାବ କରିକି ରାଜା ଏବଂ ରାଣୀ ଏମାନଙ୍କର ହିସାବ ପୁରା, ତାର ଗ୍ରହ ନକ୍ଷତ୍ର ପରଫେକ୍ଟ ହିସାବ, ଦେବ ମୁହୂର୍ତ୍ତ କୋଉଟା, ଆଉ କଣ ଗୋଟେ ମୁହୂର୍ତ୍ତ ସବୁ ଦେଖିକି ସେମାନଙ୍କୁ ପରାମର୍ଶ ଦିଆ ହେଇଥାଏ। ତେଣୁ ଗଣନାର, ସେଥିପାଇଁ ରାଜପୁତ୍ର ମାନେ ଜନ୍ମ ହୁଅନ୍ତି ଯୋଉମାନେ କି ପରବର୍ତ୍ତୀ ପର୍ଯ୍ୟାୟରେ ରାଜ ଶାସନ କରିବେ। ତେଣୁ ସେଥିପାଇଁ ଯାଇଥାଏ ପିଲା ତ ଆସିଲେ ରାଜ୍ୟ ଶାସନ କରିପାରିବନି ନା, ପଣ୍ଡିତ ମାନେ ସେଥିପାଇଁ ତାଙ୍କ ରାଜ ଦରବାରରେ ଥାନ୍ତି, ହିସାବ କରି କହନ୍ତି କୋଉ ସମୟରେ କଣ କଲେ କଣ ହବ। ତେଣୁ ଜ୍ୟୋତିଷ ଶାସ୍ତ୍ରର ସେ ଯୋଉ ହିସାବ ସେତେବେଳେ ବିଶ୍ୱାସ ଥିଲା, ହଉଥିଲା। ଏବେ ମତେ ବିଶ୍ୱାସ କଲେ ହବ, କିଛି ଅସୁବିଧା ନାହିଁ, କିନ୍ତୁ ତା ଦ୍ଵାରା ପରିବର୍ତ୍ତନ ଟା ନାହିଁ, ସେଇଟା ତାର ଘାଣ୍ଟି ହଉଥିବା ସେଇଠି ଆଉ। ଆଚ୍ଛା ନକ୍ଷତ୍ର ଆଉ ଗ୍ରହ, ତାଙ୍କୁ କିଏ ପରିଚାଳନା କରୁଛି? ଆପେ ଶକ୍ତିଶାଳୀ ହେଇଛନ୍ତି। ସେ ନକ୍ଷତ୍ର ମାନଙ୍କୁ, ଗ୍ରହ ମାନଙ୍କୁ ପରିଚାଳନା କରୁଛି କିଏ? ଭଗବାନ ଶ୍ରୀକୃଷ୍ଣ ଯେତେବେଳେ କୁରୁକ୍ଷେତ୍ରରେ ରଥକୁ ନେଇ ମଝିରେ ଥୋଇଦେଲେ, ସେଟା ହେଲା ଧର୍ମକ୍ଷେତ୍ର କୁରୁକ୍ଷେତ୍ର। ଲେଖା ହେଇଛି ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ ସମବେତା ଯୁଜୁସ୍ସବ ମାମକା ପାଣ୍ଡବ ଶୈବ କିମ୍ ପୂର୍ବ ତଦନନ୍ଦୟ, ଲେଖା ହେଇଛି ଶ୍ଲୋକରେ, ଗୀତାର ଶ୍ଲୋକ ଲେଖା ହେଇଛି। ସେ ଯୋଉ ମଝିରେ ଯେତେବେଳେ ଥୋଇଦେଲେ, ପବନର ଗତିପଥ ଚେଞ୍ଜ ହେଇଗଲା। ପବନ ଯୋଉ ନ୍ୟାଚୁରାଲି ମୁଭମେଣ୍ଟ ତାର ହୁଏ, ସିଏ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଶୁଣିବା ପାଇଁ ସ୍ତବ୍ଧ ହେଇଗଲା। ତେଣୁ ମହାଭାରତର ଗୋଟେ ବିଶିଷ୍ଟ କଥା, ସିଏ ପବନ ଅଟକି ଯାଇଛି ଯୋଉଥିରେ କି ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଶୁଣିବା ପାଇଁ। ଅର୍ଜୁନଙ୍କୁ ଯୋଉ ବୁଝଉଛନ୍ତି, ଯୋଉ ମାନେ 18 ଅଧ୍ୟାୟ ଗୀତା ହେଇଗଲା ସେଇଠି, ସେଇ ତାଙ୍କ ବୁଝେଇବାଟା ଗୀତା ହେଇଯାଇଛି ନା ଆଉ। ତେଣୁ ସେ ଗୀତାର ଯୋଉ ଯୋଗର କଥା ସବୁ କହିଛନ୍ତି, ଏଇ ଯୋଉ ଅମୃତ କଥା, ଏଇ ଯୋଉ ଦିବ୍ୟ ବାଣୀ, ସେ ଦିବ୍ୟ ବାଣୀକୁ ପବନ ଶ୍ରବଣ କରିବା ପାଇଁ ଅଟକି ଯାଇଥିଲା। ତେଣୁ ପୃଥିବୀ ବାତାବରଣରେ ଭଗବତ ଚେତନା କ୍ରିୟାଶୀଳ ଅଛି। ତେଣୁ ନକ୍ଷତ୍ର ମାନେ ଯୋଉ ପରିଚାଳିତ ହଉଛନ୍ତି, ସେଇ ନକ୍ଷତ୍ର ମାନଙ୍କୁ ଆଉ ଗୋଟେ କିଏ ଗୋଟେ ଫୋର୍ସ ତାଙ୍କୁ କଣ୍ଟ୍ରୋଲରେ ରଖିଛି। ସେମାନେ ଏମାନେ ସୁପ୍ରିମ ପାୱାର ନୁହନ୍ତି। ନକ୍ଷତ୍ର ମାନଙ୍କର ପାୱାର ଟା ସୁପ୍ରିମ ପାୱାର ନୁହଁ, ତାଙ୍କ ଉପରେ ଆଉ ଗୋଟେ ଅଛି ପାୱାର, ସୁପ୍ରିମ ପାୱାର, ସେଇଟା ହଉଛି ଡିଭାଇନ ପାୱାର। ତେଣୁ ଦିବ୍ୟ ଶକ୍ତି ସମସ୍ତଙ୍କୁ କଣ୍ଟ୍ରୋଲ କରିବ। ତେଣୁ ସେ ଦିବ୍ୟ ଶକ୍ତି ବିଷୟରେ ଯୋଉମାନେ କଲଚର କରୁଛନ୍ତି, ସେମାନେ ହଉଛନ୍ତି ଯୋଗୀ ହେଲା। ସେମାନେ ଦିବ୍ୟ ଜୀବନ ଚାହୁଁଛନ୍ତି, ଶରୀରକୁ ଅମରତ୍ୱ କରିବାକୁ ଚାହୁଁଛନ୍ତି, ଜରା ବାର୍ଦ୍ଧକ୍ୟ ଉପରେ ବିଜୟ ଆଣିବା ପାଇଁ ଚାହୁଁଛନ୍ତି, ମାନେ ଯୋଗୀର କାମ, ଜ୍ୟୋତିଷର କାମ ନୁହଁ। ଜ୍ୟୋତିଷ ହିସାବ କରି କହିବ, ଗଣନା କରିବ, ସେ ଗଣନା ଗାଣିତିଜ୍ଞ ଗୋଟେ ଭଲ ହେଇଥିବା ଦରକାର। ଯିଏ ଭଲ ଗାଣିତିଜ୍ଞ, ସେ ହିସାବ ତାର ପରଫେକ୍ଟ। ଅନେକ ଗାଣିତିଜ୍ଞଙ୍କ ନଲେଜ ନାହିଁ,
ତେଣୁ ହିସାବ ବି ଭୁଲ ଭାଲ ହେଇଯାଏ। ତେଣୁ ପିଲା କୋଉ ସମୟରେ ମାତୃଗର୍ଭରେ ପିଲାଟି ସ୍ଥାନ ପାଇଛି ଏବଂ କେତେ ସମୟ ରହିଛି, କୋଉ କୋଉ ପ୍ରଭାବ ସେ ସମୟ ତା ମାର ଯୋଉ ପ୍ରତି ମନ୍ଥ ଭିତରେ ତାର ଗ୍ରହଣ ଚଳନ ହୁଏ ମା ଭିତରେ, ସେଇ ଚଳନ ପ୍ରଭାବଟା ପିଲା ଭିତରେ ଅଛି। ତେଣୁ ସେତେବେଳେ କୋଉ କୋଉ ଗ୍ରହ ଥିଲା ସେଇ ଅନୁସାରେ ପିଲାର ଭବିଷ୍ୟତ କଣ ହବ ସେ ବି ତିଆରି ହଉଛି ନା। କିନ୍ତୁ ଆଉ ଗୋଟିଏ କଥାକୁ ସେ ଗୁରୁତ୍ୱ ଦେବା ଦରକାର, ଭୂପୃଷ୍ଠକୁ ଆସିଲା ପରେ ସେଟା ତା ଚୈତ୍ୟ ସତ୍ତା ସହିତ ଯଦି ସେ ସମ୍ପର୍କିତ ହେଇପାରିବ ତାହେଲେ ଏ ସବୁ ଗ୍ରହ ମାନଙ୍କର ଚଳନର ପ୍ରଭାବ ତାକୁ କିଛି ଆଫେକ୍ଟ କରିପାରିବ ନାହିଁ। ତେଣୁ ଚୈତ୍ୟ ସତ୍ତା ସହିତ ଯୋଉମାନେ ବା ଅନ୍ତରାତ୍ମା ବା ଆତ୍ମା, ଅନେକ ତାକୁ ଆତ୍ମା ବୋଲି କହୁଛନ୍ତି, ଆତ୍ମାର ସୋଲ ଫର୍ମଟା ହଉଛି ଆଉ କିଛି ନୁହଁ। ସୋଲ ଫର୍ମ ହଉଛି, ସୋଲଟା ଯୋଉ ଫର୍ମ ନେଇଛି ବା ଯୋଉ ରୂପ ନେଇକି ଆସିଛି ଆମ ଭିତରେ ସେଇଟାକୁ ସାଇକିକ ବିଙ୍ଗ କହୁଛୁ, ଅନ୍ତରାତ୍ମା କହୁଛୁ। ତେଣୁ ତାର ସୋଲର ଫର୍ମଟା ହଉଛି ସାଇକିକ ବିଙ୍ଗ। ସେଇ ଅନ୍ତରାତ୍ମା ସମ୍ପର୍କରେ ଯୋଉମାନେ ନିବିଷ୍ଟ ହେବେ ସେମାନେ ଏଇ ଯୋଉ ଜାତକ ଗଣନା କରି କହୁଥିବା ଗାଣିତିଜ୍ଞ ମାନଙ୍କ ଅପେକ୍ଷା ସଠିକ କଥା କହିବେ। ତେଣୁ ଯୋଗୀ ମାନେ ଠିକ କଥା, ଏମାନେ କାହିଁ ଠିକ କଥା କହିପାରିବେନି? କାରଣ ଏମାନଙ୍କର ଏକରେ ଗଣନା ଭୁଲ ଭାଲ, ତାପରେ ପିଲାର ଯୋଉ ସମୟ ମାତୃଗର୍ଭରେ ସ୍ଥାନ ପାଇଛି ସେଟା ହିସାବ କରିବା ସେ ଭୁଲ ଭାଲ। କେବଳ ସେମାନେ ଭୂପୃଷ୍ଠକୁ ଆସିଲା ପରେ ସେଇଠୁ ହିସାବ କରିକି କହିବେ। କିନ୍ତୁ ତା ପୂର୍ବରୁ ତାର ବେସଟା ତିଆରି ହେଇଛି, ଆଉ ଫ୍ରେମଟା ଯୋଉ ପ୍ରକାର ହେଇଛି ସେଟା କାମ ହବ ନା ସେମିତି। ତେଣୁ ବେସଟା ଯୋଉ ପ୍ରକାର ହେଇଛି ମାତୃଗର୍ଭରେ, ସେଇ ସମୟରେ କଣ କଣ ପ୍ରଭାବ ଅଛି ପିଲା ଭିତରେ, ସଂସାରକୁ ଆସିଲା ପରେ ସେ ତାର ଭାଗ୍ୟ ଅବସ୍ଥା ତିଆରି କରିବ ସେଇ ଅନୁସାରେ। ତେଣୁ ଅନେକ ସମ୍ଭାବନାକୁ ସେମାନେ ସବୁ ନେଇକି ଆସିଥାନ୍ତି, ସେଟା ମାନେ ହିସାବ କରି କହିପାରିବେ। କିନ୍ତୁ ଜଣେ ଯୋଗୀ ଜାଣିଦବ ତା ସାଇକିର ନିଡ୍ କଣ ଅଛି, ଆତ୍ମାର ବିକାଶ କଣ କଣ କରୁଛି, କୋଉ କୋଉ ଲକ୍ଷଣ ସବୁ ଦେଖାଯାଏ, କୋଉ ପ୍ରକାର ଭାବ ତା ଭିତରେ ତିଆରି ହୁଏ, ଆଉ ସେ ପ୍ରକୃତରେ ଡିଭାଇନ ସିକର ହେଇଛି ନା ମ୍ୟାଟେରିଆଲି ଲାଇଫରେ ଭଗବାନଙ୍କୁ ୟୁଟିଲାଇଜ କରିବାକୁ ଚାହୁଁଛି, ତାର ପ୍ରକୃତ ଯୋଉ ସତରେ ଭଗବାନଙ୍କୁ ଚାହିଁବାର ଯୋଉ ଭାବଟା ଅଛି ନା ନାହିଁ। ତ ଏଇଟା ହଉଛି ଦିବ୍ୟ ପିପାସୁ ବ୍ୟକ୍ତି ମାନଙ୍କର ଲକ୍ଷଣ। ସେମାନେ ହଉଛନ୍ତି ଯୋଗୀ ଲୋକ। ଯୋଗୀ ମାନେ ବେଶୀ ଠିକ କରି କହିପାରିବେ। ଆମେ ତ ଯୋଗୀ ମାନଙ୍କୁ ଗୁରୁତ୍ୱ ଦଉନୁ, ଆମେ ଗୁରୁତ୍ୱ ଦଉଛୁ ଆମ ଜାତକ କଣ କହିଲା, ମୋ ଏଇ ବର୍ଷରେ ଏଇଆ ଥିଲା। ମୁଁ ଆଉ ଗୋଟେ ସତ ଘଟଣା କହୁଛି। ଜଣେ ଭାଇ ଆମର ଆଶ୍ରମଟେ କରିଛନ୍ତି, ତାକୁ ଜଣେ ତାର ଦେଖିକି କହିଲା ତୋର 22 ବର୍ଷରେ ଗୋଟେ ମାର୍କ ଦଶା ଅଛି, ତୁ ମରିଯିବୁ। ସେ ସେଇ ସମୟରେ ଆମର ଆସିଥିଲା କେଉଁଝରକୁ, ଅବଶ୍ୟ ଗଛରୁ ପଡିଲା, ଗୋଟେ ଚମ୍ପା ଗଛ ଉଠିଥିଲା, ଡାଳ ଭାଙ୍ଗିଗଲା, ପଡିଗଲା। ପଡିଗଲା ଯଦି ତାର ଟିକେ ଛାତି ମାଡ ହେଇଗଲା, ଏଇଠି ଆମର ସେଣ୍ଟରରେ ରଖିକି ତାର ଟ୍ରିଟମେଣ୍ଟ କରେଇଲୁ, ଇଏ କଲୁ, ଠିକ ହେଇଗଲା, କିଛି ଅସୁବିଧା ନାହିଁ। ବର୍ତ୍ତମାନ ଏବେ ସେ ପୁରା ବୀରଦର ପରେ ବୀର ଯୋଦ୍ଧା ହେଇକି ମା କାମ କରୁଛନ୍ତି, ରିଲିଫ ସେଣ୍ଟର ଟି ବନେଇଛନ୍ତି। ଏବେ ତାର ଗଲା 29 ତାରିଖରେ ତାଙ୍କର ସେ ରିଲିଫ ସେଣ୍ଟର ଆଣିଲେ। ତେବେ ସେ ଯୋଉ ବ୍ୟକ୍ତି, ମୁଁ କହିଲି 22 ବର୍ଷ ମରିବା କଥା କିଏ କହିଥିଲା ପରା, ମରିଛୁ ନା ବଞ୍ଚିଛୁ ନା, ତୁ ପ୍ରେତାତ୍ମାକୁ ମୁଁ ଦେଖୁଛୁ କି ନା, ତ ମୁଁ ମତେ ଦେଖୁଛୁ ଠିକ। ଆଉ ତାହେଲେ କୋଉଟା ବିଶ୍ୱାସ କରିବ କୁହ? ଏଡା ଜ୍ୟୋତିଷ ଗୁଡାକ ବେକାରିଆ ଗୁଡା, ସେମାନେ ଭୁଲ ଭାଲ କହନ୍ତି। ଯିଏ ମା କୁ ଧରିଛି ଜ୍ୟୋତିଷ ତାର କଣ କରିବ, ସେ ଗଣନା ଜାତକ ହେଡା ସବୁ କଣ କରିବ? କେତେ କନଫିଡେଣ୍ଟଲି ସେ କାମ କଲା, ଏବେ କରୁଛି, ବୀର ଯୋଦ୍ଧା ହେଇକିରି କାମ କରୁଛି। ତେଣୁ ଏଇ ଯୋଉ ଆମର ଚଳଣି ଭିତରେ ସବୁ ରହିଆସିଛି ଗୋଟେ ଆମେ ଜ୍ୟୋତିଷ ଭଳିଆ ମାନିବା, ଆଉ ପୂର୍ବ ପିଢି ଆମର ଏଇଟା ଗୋଟେ ଶିଖେଇ ଦେଇ ଆସିଛନ୍ତି ଆମକୁ, ସେଇ ପୂର୍ବ ପିଢିର ଛିଟା ଟିକେ ଟିକେ ଆମଠି ରହିଛି ହେଲା। ନକ୍ଷତ୍ର ମାନଙ୍କର ଆଦୌ କୌଣସି ମୀମାଂସକ ପ୍ରଭାବ ପଡେନି, ଏଟା ମନେ ରଖିବା ଦରକାର। କେବଳ ଦିବ୍ୟ ପରମ ସତ୍ତାଙ୍କ ଠାରେ ଆସ୍ଥା ନଥିବା ସମୟରେ ହିଁ ମଣିଷ ନକ୍ଷତ୍ର ମାନଙ୍କର ଯୋଉ ଜୀବନର ମୀମାଂସାକୁ କରିଦିଅନ୍ତି ବୋଲି ବିଶ୍ୱାସ କରନ୍ତି, ଏବଂ ମିଛଟାରେ ବହୁତ ଦୁଃଖ ଭୋଗ ବି କରନ୍ତି। କଥାଟା ବୁଝିଗଲା? ନକ୍ଷତ୍ର ମାନଙ୍କର ଆଦୌ କୌଣସି ମୀମାଂସକ ପ୍ରଭାବ ପଡେ ନାହିଁ। ଆମେ କୋଉଟାକୁ ଡରୁଛୁ ତାହେଲେ? ଯଦି ନକ୍ଷତ୍ର ମାନଙ୍କର କୌଣସି ଗୋଟେ ମୀମାଂସା କରିବା ପାଇଁ ଗୋଟେ ପ୍ରଭାବ ପକେଇବେ, ନକ୍ଷତ୍ର ଆମ ଉପରେ ପ୍ରଭାବ ପକେଇ ପାରିବେନି। କେବଳ ଦିବ୍ୟ ପରମ ସତ୍ତାଙ୍କ ଠାରେ ଆସ୍ଥା ନଥିବା ସମୟରେ ହିଁ, ଯେତେବେଳେ ଆମେ ଭଗବାନଙ୍କ ଉପରେ ବା ଯେ ଦିବ୍ୟ ତାଙ୍କରି ଉପରେ ଭରସା ଆମେ ତୁଟେଇ ଦେଇଥାଉ, ଆସ୍ଥା ରଖିନଥାଉ, ବିଶ୍ୱାସ କରୁନଥାଉ, ସେତିକିବେଳେ ମଣିଷ ନକ୍ଷତ୍ର ମାନଙ୍କର ମୀମାଂସାକୁ ଗୁରୁତ୍ୱ ଦେଇଥାନ୍ତି, ସେଇଟାକୁ ଭାରି ବିଶ୍ୱାସ କରନ୍ତି, ଏବଂ ଯାହା ଫଳରେ ମିଛଟାରେ ଗୋଟେ ଦୁଃଖ ଭୋଗ କରନ୍ତି। ସେ କହ ସେ ଅମକ ପୂଜା କରାଯିବ, ସେ ଏତିକିଟା ଦରକାର, ଏଇଆ ଦରକାର, ଗଲା ଗୁଡାଏ ସେ ବହେ ଖର୍ଚ୍ଚାନ୍ତ କରାଇଥିବ,
ତାପରେ ପୁଣି ସେ ଗଲା, ସେ ଗ୍ରହଟା ଗଲାନି, କଟିଲାନି, ପୁଣି ଆଉ ଗୋଟେ ଗ୍ରହ କଣ ପଡିଲା, ପୁଣି ସେଟା କଣ କରାଯିବ। ଏଇଭଳି ଭାବରେ ମଣିଷ ସନ୍ତାପିତ ହୁଏ, ମିଛଟାରେ ଗୋଟେ ଦୁଃଖ ଭୋଗ କରେ। କାରଣ ନକ୍ଷତ୍ର ମାନଙ୍କର ମୀମାଂସାଟା ତା ଜୀବନ ଫାଇନାଲ ହେଇଯାଏ, କାରଣ ତାପରେ ତାର ଭଗବାନଙ୍କର ବିଶ୍ୱାସ ନାହିଁ, ତ ନକ୍ଷତ୍ର ବିଶ୍ୱାସ କରୁଛି। ତେଣୁ ନକ୍ଷତ୍ର ଯିଏ ବିଶ୍ୱାସ କଲା, ସେ ମିଛଟାରେ ଗୋଟେ ଦୁଃଖ ଭୋଗ କରିବ। ଏଇଟା ଭଲ ଜୀବନ ରଖିବା କଥା। ଆଉ ମା ଅନେକ ଜ୍ୟୋତିଷଙ୍କୁ ମଧ୍ୟ ଭେଟିଛନ୍ତି। ଭାରତ ବର୍ଷରେ ମା ଲେଖିଛନ୍ତି ଯେ ୟୁରୋପରେ ଥିଲାବେଳେ ଏବଂ ଭାରତ ବର୍ଷ ଥିଲାବେଳେ ମୁଁ ଅନେକ ଜ୍ୟୋତିଷ ମାନଙ୍କୁ ସମ୍ପର୍କରେ ଆସିଛି। ଆଉ ସେ କହୁଛନ୍ତି ଯେ ଏମାନଙ୍କ ମଧ୍ୟରୁ କେତେ ଜଣ ନିର୍ଭୁଲ ଭାବରେ ଭବିଷ୍ୟତର ଗଣନା କରି କହିପାରନ୍ତି, କେତେ ଜଣ ଅଛନ୍ତି କହନ୍ତି, କିନ୍ତୁ ସମସ୍ତେ କହିପାରନ୍ତିନି। ସେମାନଙ୍କ ଭିତରୁ ଜଣେ କେହି ହେଲେ ଗୋଟେ ନିର୍ଭୁଲ ଭାବରେ କହିବାଟା ମା ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି, କିନ୍ତୁ କିଏ କହିପାରନ୍ତି, କିନ୍ତୁ ଏପର୍ଯ୍ୟନ୍ତ କହିନାହାନ୍ତି। ନିର୍ଭୁଲ ଭାବରେ ଭବିଷ୍ୟତର ଗଣନା କରିକି ଏପର୍ଯ୍ୟନ୍ତ କହିପାରୁନାହାନ୍ତି ବୋଲି ମା ନିଜେ ପ୍ରକାଶ କରିଛନ୍ତି। ଏଇ ଯୋଉ ବିଫଳତା ତିନିଟା କାରଣ ରହିଛି, କଣ ପାଇଁ ସେମାନେ ନିର୍ଭୁଲ ଭାବରେ ହିସାବ କରିକି କହିପାରୁନାହାନ୍ତି। ତାର କାରଣ ହେଲା କଣ? ପ୍ରଥମ କାରଣ ହଉଛି କିପରି ନିର୍ଭୁଲ ଭାବରେ ଭବିଷ୍ୟତର ଗଣନା କରିବାକୁ ହୁଏ, ସେ କଥା ଗଣକ ମାନଙ୍କୁ ଜଣା ନଥାଏ। ବାକ୍ୟଟା ଆଉଥରେ କହୁଛି। ପ୍ରଥମ କାରଣ ହେଲା କିପରି ନିର୍ଭୁଲ ଭାବରେ ଭବିଷ୍ୟତର ଗଣନା କରିବାକୁ ହୁଏ, ସେ କଥା ଏ ଗଣକ ମାନଙ୍କୁ ଜଣା ନଥାଏ। ଯୋଉମାନେ ଗଣନା କରୁଛନ୍ତି ତାଙ୍କୁ କୁହାଯାଏ ଗଣକ ବା ଜ୍ୟୋତିଷ। ସେ ଯୋଉ ଗଣକ ମାନଙ୍କୁ ଆମେ ଯାହା ପାଖରେ ଗଣା ପୋଛା କରେଇଲୁ, ସେ ଲୋକ ଯିଏ, ସେ ଗଣକ, ସେ ଗଣକକୁ ଜଣା ନାହିଁ ଯେ ନିର୍ଭୁଲ ଭାବରେ ଭବିଷ୍ୟତର ଗଣନା କେମିତି କରିବାକୁ ହୁଏ। ଭବିଷ୍ୟତ ଯେ ଗଣନା ନିର୍ଭୁଲ ଭାବରେ କରିବ, ଏଟା କେମିତି କରିବ ସେ ଆଗେ ଜାଣିଛି ନା, ଗଣକ ପା ଜାଣିନି, ସିଏ କଣ ସଠିକ କଥା କହିବ। ଦ୍ୱିତୀୟ କଥା ହେଲା ଜାତକ ମଧ୍ୟ ସର୍ବଦା ଭୁଲ ଭାବରେ ତିଆରି କରାଯାଇଥାଏ। ଦ୍ୱିତୀୟ କାରଣଟା ହେଲା କଣ? ପ୍ରଥମ କାରଣ ହେଲା ନିର୍ଭୁଲ ଭାବରେ ଭବିଷ୍ୟତର ଗଣନା କରିବାକୁ କେମିତି ହୁଏ, ସେ କଥା ଗଣକକୁ ଜଣା ନାହିଁ, ଏକ। ଦ୍ୱିତୀୟ କଥା ହେଲା ଜାତକ ଗୁଡା ସବୁବେଳେ ଭୁଲରେ ତିଆରି କରାଯାଇଥାଏ। ଜାତକ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣେ ବିଚକ୍ଷଣ ଗଣିତଜ୍ଞ ହେଇଥିଲେ ତା ଅବଶ୍ୟ ଅନ୍ୟ କଥା, ଏବଂ ଏପରି ଜଣେ ବ୍ୟକ୍ତି ପାଇଁ ମଧ୍ୟ ନିର୍ଭୁଲ ଜାତକ ତିଆରି କରିବା ଅତ୍ୟନ୍ତ କଷ୍ଟକର। ମାନେ ଯେ ନିର୍ଭୁଲ ଜାତକ ତିଆରି କରିବା ବହୁତ କଷ୍ଟକର ବ୍ୟାପାର। ମୁଁ କୋଉ ମାଗାଜିନରେ ଥରେ ପଢିଥିଲି, ଏଇଟା କହିଥାନ୍ତି। ଶ୍ରୀ ଅରବିନ୍ଦଙ୍କର ଯେତେବେଳେ ପରେ ଜାତକ ବନେଇବା କଥାଟା ଉଠିଲା, ଯୋଉ ଜାତକ ବନେଇବା ପାଇଁ ଯୋଉ ଗଣକ ଆସିଥିଲେ, ସେ କିଛି ମୁହୂର୍ତ୍ତ ପାଇଁ ଫେଣ୍ଟ ହେଇଗଲେ। କାରଣ ଏଇ ଜାତକରେ ସେ ଯାହା ଦେଖିଲେ କଣ ବୋଲି ତାଙ୍କୁ ଆଡ୍ରେସ କରାହେଇପାରିବ, ଭଗବାନ ଶ୍ରୀକୃଷ୍ଣ କି ଶ୍ରୀରାମ, କଣ ନାଁ ଦିଆଯାଇପାରେ। ଏ ତ ତାଙ୍କଠୁ ଆହୁରି ବିଚକ୍ଷଣ, ସବୁ ଗୁଣ ଗୁଡାକ ଅଛି। ମାନେ ଯେତେ ପ୍ରକାର ଡିଭାଇନ କ୍ୱାଲିଟି ତା ଜାତକରେ ପରିଲକ୍ଷିତ ହେଇଥିଲା। ତେଣୁ ତାଙ୍କୁ କଣ ନାଁ ଦେବେ, ସେ ଏଭଳି ଜାତକ ତା ଲାଇଫରେ କେବେ ବନେଇ ନାହାନ୍ତି ବା ଦେଖି ନାହାନ୍ତି। ଫେଣ୍ଡ ହେଇଗଲେ କିଛି ମୁହୂର୍ତ୍ତ ପାଇଁ। ଏକ। ଦ୍ୱିତୀୟ କଥା, ସ୍ୱର୍ଣ୍ଣଲତା ଦେବୀ ଯୋଉ ଶ୍ରୀ ଅରବିନ୍ଦଙ୍କୁ ଜନ୍ମ ଦେବେ, ସେ ମା ସ୍ନେହରୁ ବଞ୍ଚିତ ହେଲେ। ତାର କାରଣ ହେଲା ତାଙ୍କର ଯେ ବାପା ଡକ୍ଟର କୃଷ୍ଣନନ୍ଦନ ଘୋଷ, ଏ ମେଡିକାଲ ସାଇନ୍ସ ର ଲୋକ ନା। ତେଣୁ ସେ ଚିନ୍ତା କଲେ ତା ମାଟା ତ ଏମିତି ପାଗଳିଟା ଭଳିଆ ହଉଛି, ଏଟା କେତେବେଳେ ଛୁଆଟାକୁ କଚାରି ଦବ, ଫୋପାଡ଼ି ଦବ, ମରିଯିବ ନା, ଯେ ପାଗଳି ଭଳିଆ ହଉଛି ତା ପାଖରେ ପିଲାର ନଡୁଆ। ତେଣୁ ସେ ଦୃଷ୍ଟିରୁ ସେ ମା ପାଖରୁ ଦୂରେଇ ଦେଲେ, ଗୋଟେ ଭାଇ ପାଖରେ ଛାଡିଦେଲେ ଶ୍ରୀ ଅରବିନ୍ଦ। କିନ୍ତୁ ତାଙ୍କ ମା ଯୋଉ ଆଡପାଗଳିଆ ଭଳିଆ କଥା କହୁଛନ୍ତି, ତା ବାପା ରିମାର୍କ ଦେଲେ, ସେଟା ବାସ୍ତବ କଥା ନୁହେଁ। ତା ବାସ୍ତବ କଥା ହେଲା ସେ ଜାଣିଛନ୍ତି ମୋ ଭିତରେ ପରମ ସ୍ଥାନ ପାଇଛନ୍ତି। ମାନେ କି ଆନନ୍ଦରେ ବିହୁଳ ହେଇକି ତାର ମାନବୀୟ ଚେତନା ସ୍ଥିତିକୁ ସେ ହଜେଇ ଦିଅନ୍ତି। ଯେ ମାନବ ରୂପରେ ଅଛି ଅଥଚ ମାନବୀୟ ଚେତନା ସ୍ଥିତିକୁ ହଜେଇକି ଆଉ ଗୋଟେ ଉଚ୍ଚତର ଚେତନାରେ ବଞ୍ଚୁଛି। ସେ ସମୟରେ ମାନବୀୟ ଅବସ୍ଥାଟାକୁ ଆମେ ଦେଖିଲେ କଣ କହିବା, ପାଗଳିଟା ଭଳିଆ କହିବା, ଯୋଉଟା ଡକ୍ଟର କୃଷ୍ଣନନ୍ଦନ ଘୋଷ ଜାଣିପାରୁନାହାନ୍ତି। କିନ୍ତୁ ତାଙ୍କ ମା ସ୍ୱର୍ଣ୍ଣଲତା ଦେବୀ, ଶ୍ରୀ ଅରବିନ୍ଦଙ୍କର ମା ଯୋଉ ସ୍ୱର୍ଣ୍ଣଲତା ଦେବୀ, ସେ ଜଣେ
ଋଷି କନ୍ୟା ସାଧାରଣ ଇଏ ନୁହେଁ। ତେଣୁ ମୁଁ କହିବି ସେ ବିଷୟ ଯେତେବେଳେ ପଡିବ। ସେ ଜଣେ ଋଷି କନ୍ୟା, ତପସ୍ୟାର ପ୍ରଭାବ ଅଛି, ସଂସ୍କାରର ଗୋଟେ ପ୍ରଭାବ, ପରିବାରର ସଂସ୍କାରର ଗୋଟେ ପ୍ରଭାବ ବି ଅଛି। ତେଣୁ ସ୍ୱର୍ଣ୍ଣଲତା ଦେବୀ ସେଇ ପ୍ରକାର ଏକ ପୁତ୍ରର ମା ହେବାର ସୌଭାଗ୍ୟ ପାଇଛନ୍ତି। ସବୁ ନାରୀଙ୍କ ପାଖରେ ଏଇଭଳି ଶ୍ରୀ ଅରବିନ୍ଦ ଜନ୍ମ ନେବାଟା ନୁହେଁ, ସମ୍ଭବ ନୁହେଁ। କିନ୍ତୁ ସ୍ୱର୍ଣ୍ଣଲତା ଦେବୀ କାହିଁକି ସେ ବାଛି ନେଲେ? କାରଣ ତାଙ୍କର ଯିଏ ବାପା, ଅଜା ଯିଏ ହେବେ ରାଜନାରାୟଣ ବସୁ, ସିଏ ଜଣେ ମହାନ ଜ୍ଞାନୀ ବ୍ୟକ୍ତି, ତପସ୍ୱୀ ଜଣେ, ସିଏ ଋଷି ଜଣେ, ସିଏ ଋଷି କନ୍ୟା ସେ ହଉଛନ୍ତି ସ୍ୱର୍ଣ୍ଣଲତା ଦେବୀ। ଋଷିଙ୍କର ପ୍ରଭାବରେ ଅଛି ସେ ତିଆରି ହେଇଛି। ତେଣୁ ତାଙ୍କରି ପାଖରୁ ଆହୁରି କେତେ ମାନେ ଶୁଦ୍ଧିକରଣ ହେଇଛନ୍ତି, ସେ ନିଜର ପ୍ରସ୍ତୁତି ପୁଣି କିଛି କରିଛନ୍ତି। ଏ ତ ସଂସ୍କାର ନେଇକି ଆସିଲେ, ଦ୍ୱିତୀୟ ପୁଣି ନିଜର ପ୍ରସ୍ତୁତି କିଛି ଥିଲା, ଯାହାଫଳରେ ପରମଙ୍କୁ ତାଙ୍କ ଗର୍ଭରେ ସ୍ଥାନ ଦେଇଛନ୍ତି। ଏଇଟା ସେ ଅନୁଭବ କରିପାରିଥିଲେ। ସେଇଥିରେ ଭାବିବ କି ଅତି ଆନନ୍ଦର ବିହଳରେ ସେ ମାନବୀୟ ଚେତନା ସ୍ଥିତି ହଜେଇ ଦେଇ ଗୋଟେ ଦିବ୍ୟ ଆନନ୍ଦ ଉଲ୍ଲାସରେ ସେ ସବୁବେଳେ ଭିତରେ ଥାଆନ୍ତି। ତେଣୁ ତାଙ୍କୁ ବାହ୍ୟ ଜୀବନର କଣ ଏଇଟା ତ କିଛି ମାନ ଅପମାନ ଗାଳି ଗୁଲଜ ଏଇଟା କଣ କିଛି ସେ ଜାଣିପାରନ୍ତି। ତେଣୁ ଏଇଟା ଆଡପାଗଳିଆ ଭଳିଆ ଦେଖାଯାଏ ବୋଲି କହନ୍ତି। କାଳେ କେତେବେଳେ ଛୁଆକୁ ପକେଇଦବ କଣ ଏ ଭୟରେ ସିଏ ଅଲଗା କରିଦେଲେ। କିନ୍ତୁ ଗୋଟେ ଗୌରବ ଅନୁଭବ କରୁଥିଲେ, ଯାହା ମୁଁ ପରମକୁ ମୋ ଗର୍ଭରେ ମୋ ସ୍ଥାନ ଦେଇଛି। ଏଇଥିରେ ସେ ବହୁତ ଆନନ୍ଦ ଥିଲେ। ତାଙ୍କର ରିଅଲ ସ୍ଥିତି ହଉଛି ଏଇଟା। କିନ୍ତୁ ତାକୁ ମେଡିକାଲ ପାଠ ତ ପଢିଛନ୍ତି ନା, ମାନେ ତାକୁ ଆଡପାଗଳିଆ ମୁଣ୍ଡ ଦୋଷ ଏମିତି ଅଛି ସେମିତି ଅଛି, କହେ ମୁଣ୍ଡ ଦୋଷ ଅଛି ମାନେ କଣ? ତାଙ୍କର ନର୍ମାଲ ହ୍ୟୁମାନ ସ୍ଟେଜ କୁ ସେ ଅତିକ୍ରମ କରିକି ଆଉ ଗୋଟେ ସ୍ଟେଜ ରହୁଛି। ତ ନର୍ମାଲ ସେ ବିହେଭ କରିପାରୁନି। ଆଉ ଯିଏ ନର୍ମାଲ ବିହେଭ କଥା ତାକୁ ଆବନର୍ମାଲ କହିବେ। ଏଇଟା ଆବନର୍ମାଲ ଭଳିଆ ହଉଥିଲା। ତେଣୁ ସେଇ କଥା ଏଇଟା ହଉଛି ଏଠି ମେଡିକାଲ ଲୋକଙ୍କର ରିମାର୍କେବଲ ୱାର୍ଡ ହଉଛି ଏଇଟା, ଆବନର୍ମାଲ। କିନ୍ତୁ ପ୍ରକୃତ କଥାଟା ଅଲଗା ପ୍ରକାର। ତେବେ ଯାହା ହଉ, ତାଙ୍କର ଯିଏ ଜାତକ ବନେଇଲେ ଶ୍ରୀ ଅରବିନ୍ଦଙ୍କର, ସେ କିଛି ମୁହୂର୍ତ୍ତ ପାଇଁ ଫେଣ୍ଟ ହେଇଗଲେ। ମାନେ କୋଉ ପ୍ରକାର ୱାର୍ଡରେ କୁହାଯାଇ ପାରେ, ଡେଜିଗ୍ନେସନ କଣ ଦିଆଯିବ, ବା ତାକୁ କଣ ବୋଲି ଆଡ୍ରେସ କରାଯାଏ, କୋଉ ନାଁରେ ତାଙ୍କୁ ଅଭିହିତ କରାଯାଏ, କଣ ବୋଲି ଭଗବାନ ବ୍ରହ୍ମା କି କୃଷ୍ଣ କି ସେ କଣ ନାଁ ଦେବେ? ଯେତେ ଭଗବାନଙ୍କ ନାଁ ଜୀବନ ସେ ସଂସାରରେ ଜାଣିଛନ୍ତି, ତାଠୁ ଇଏ ଆହୁରି, ଇଏ ତ ସବୁ ଗୁଣ ଗୁଡାକର ଅଧିକାରୀ। ତାଙ୍କ ତାହେଲେ ଜୀବନ ସାରା କଣ ହେଇଛି ଟିକେ ଚିନ୍ତା କରନ୍ତୁ ତ। ଶ୍ରୀ ଅରବିନ୍ଦଙ୍କ ଯଦି ଏତେ ବଡ ସବୁ କଥା ଅଛି, ତାହେଲେ ଜୀବନ ସାରା କଣ ହେଲା? ବିଲାତକୁ ଗଲେ ପାଠ ପଢିବା ପାଇଁ, କପେ ଚା 2 ପିସ୍ ବେକନ, ହଳେ ଡ୍ରେସ ସେଇଟାକୁ ପିନ୍ଧି କୋଟ ସେ ବ୍ଲେଜରକୁ ଯିବେ, ସେଇଟା ଖରା ବର୍ଷା ଶୀତ କାକର, କୋଉ ପ୍ରକାର ଅବସ୍ଥା ଇଏ? ସେ ପୁଣି ଭଗବାନ, କୋଉ ସ୍ତରକୁ ସେ ଆସିପାରିଛନ୍ତି ଭଗବାନ, ଟିକେ ଅନୁମାନ କରିନିଅନ୍ତୁ। ତେଣୁ ଶ୍ରୀ ଅରବିନ୍ଦଙ୍କ ଲାଇଫ ସହିତ ଆମ ଜୀବନକୁ ଟିକେ କମ୍ପେୟାର କରିବା। ଯଦି ଭଗବାନ ନିଜେ ଏଇ ପ୍ରକାର ଅବସ୍ଥାକୁ ଆସି, ମାନବ ସ୍ତରକୁ ଆସି ଏଇ ପ୍ରକାର ଜୀବନ ବଞ୍ଚି ପାରନ୍ତି, ତାହେଲେ ଆମେ କଣ ତାଙ୍କ ଅପେକ୍ଷା ବେଟରରେ ନାହୁଁ କି? ବର୍ତ୍ତମାନ ଆମର ତ ଗୋଟେ ଟାଇମ ଯଦି ଖାଇବା ବନ୍ଦ ହେଇଗଲା, ଆମେ ଗଣ୍ଡଗୋଳ କରିବୁ। କିନ୍ତୁ ସେ ଯୋଉ ଦିନ ସାରା କପେ ଚା 2 ପିସ୍ ବେକନରେ ରହୁଥିଲେ, କୋଉ କେତେ ବୟସ ଯେତେବେଳେ ତାଙ୍କର ଚିନ୍ତା କରନ୍ତୁ। ଯୋଉ ବୟସରେ ପିଲା ଗ୍ରୋନ ଅପ୍ ହବା କଥା, ଖାଇବା ପିଇବା ଭଲ ହବା କଥା, ଗ୍ରୋନ ଅପ୍ ପିଲା ସେ, ସେଇ ବୟସରେ ଏଇ ପ୍ରକାର ଅବସ୍ଥା। ବାପା ପଇସା ପଠେଇ ପାରନ୍ତି। ତେବେ ଏଇ ଯୋଉ ଜାତକ କଥା ଆମେ କହିବା, ତାଙ୍କର ଜାତକ ତ ଏଇ ପ୍ରକାର ସବୁ ଥିଲା। ତେଣୁ ନକ୍ଷତ୍ର ହିସାବ କରିକି ଯୋଉମାନେ କହୁଛନ୍ତି ଗଣନା କରି, କାରଣ ଅନେକ ନିର୍ଭୁଲ ଭାବରେ ଭବିଷ୍ୟତର ଗଣନା କରିବା ପାଇଁ ସମର୍ଥ ନୁହନ୍ତି ସେ ଗଣକ ମାନେ, ଜାଣନ୍ତିନି। ତାପରେ ଜାତକ ଗୁଡା ଭୁଲ ଭାବରେ ତିଆରି ହେଇଥାଏ। ଜାତକ ପ୍ରସ୍ତୁତ କରିଥିବା ଜଣେ ଯଦି ବିଚକ୍ଷଣ ଗଣିତଜ୍ଞ ହେଇଥିବ, ସେ ଗୋଟେ କଥା ଗାଣିତିକ ହିସାବ, ଗ୍ରହ ନକ୍ଷତ୍ରର ହିସାବକୁ ସେ ଗୋଟେ କଣ ଗୋଟେ କରି କହିବ, ଗୋଟେ ପ୍ରକାର ହେଇପାରେ ଠିକ କିଛି ମାତ୍ରାରେ। ନିର୍ଭୁଲ ଜାତକ ତିଆରି କରିବା ବହୁତ କଷ୍ଟ, এটা ଏତେ ସହଜ ନୁହଁ, ଅତ୍ୟନ୍ତ କଷ୍ଟକର। ତୃତୀୟ କଥା ହଉଛି, ତମର ଜନ୍ମ ସମୟରେ ଅମୁକ ବା ଅମୁକ ଘରେ ରହିଥିବା ଗ୍ରହ ମାନେ ତୁମର ଭାଗ୍ୟକୁ ନିୟନ୍ତ୍ରଣ କରନ୍ତି ବୋଲି ଯେତେବେଳେ ଲୋକେ କହନ୍ତି, ସେତେବେଳେ ସେମାନେ ପ୍ରକୃତରେ ଭୁଲ କଥା ହିଁ କହନ୍ତି।
ତୁମର ଜନ୍ମ ସମୟରେ ଅମୁକ ବା ଅମୁକ ଘରେ ରହିଥିବା ଗ୍ରହ ମାନେ ତୁମର ଭାଗ୍ୟକୁ ନିୟନ୍ତ୍ରଣ କରନ୍ତି। ଯେ ଆମ ସବୁ ଗୋଷ୍ଠୀରେ ଯୋଉ ଚକ୍ର ସବୁ କଟାଯାଏ, ଗ୍ରହ ସବୁ ଥାଏ, ଷଷ୍ଠ ଘର, ପଞ୍ଚମ ଘର, ପଞ୍ଚମରେ ବୃହସ୍ପତି, ସପ୍ତମରେ କଣ ଅଛି, ଦ୍ଵିତୀୟରେ ମଙ୍ଗଳ ଅଛି, ଏମିତି କେତେ କେତେ ସବୁ ନାହିଁ ଘର ସବୁ। ଏଇ ଯୋଉ ହିସାବ ଯୋଉମାନେ କରି କହୁଛନ୍ତି ହେଲା, ଜନ୍ମ ସମୟରେ ଅମୁକ ବା ଅମୁକ ଘରେ ରହିଥିବା ଗ୍ରହ ମାନେ ସେ ଭାଗ୍ୟକୁ ତମର ନିୟନ୍ତ୍ରଣ କରୁଛନ୍ତି, ଲୋକମାନେ ଯେତେବେଳେ କହୁଥାନ୍ତି ସେତେବେଳେ ସେମାନେ ପ୍ରକୃତିରେ ଭୁଲ କଥା ହିଁ କହନ୍ତି। ତାହେଲେ ଏଥିରେ ଅନୁମାନ କରନ୍ତୁ, ଆମକୁ ଯିଏ କହିଲା ତମର ଏଇନା ପଞ୍ଚମରେ ବୃହସ୍ପତି ଚାଲିଛି, ଏତିକି ଦିନ ଏଇନା ତାର ଚଳନ ରହିବ, ତମର ଏଇଆ ହବ, ତାପରେ ତ ଶନି ଆସିକି ପହଞ୍ଚିବ ଯେ ଏଇନା 7 ବର୍ଷ ତମକୁ ଘାଣ୍ଟିବ ଆଉ। ହେଲା, ଜାତକ ଦେଖୁଥିବା ଲୋକଙ୍କୁ ଆମେ ପଚାରିଲୁ ଯେତେବେଳେ ଏଇ କଥା କହିଲା, ଭୟ ସେଇଠୁ ତିଆରି ହେଲା, ମୋର ତ ଏତିକି ବର୍ଷର ମୋର ଏଇଟା ହବାର ଥିଲା, ସେ କହିଥିଲା ଆଉ। ତେଣୁ ସେଇଟାକୁ ଭାବି ଭାବିକା ଆମେ ଏଟା ଘଟେଇବାରେ ସାହାଯ୍ୟ କରୁ। ଗୋଟେ ବଡ ଜିନିଷ ହଉଛି ଆମେ ଯୋଉ ଅଲଗା ନେଗେଟିଭ ଭାଇବ୍ରେସନ କୁ ଆମେ ବେଶୀ ତିଆରି କରିକି ନେଗେଟିଭ ଟା ଘଟେଇବାରେ ବେଶୀ ସାହାଯ୍ୟ କରୁଛୁ। ତେଣୁ ଯୋଉଟା ଆମ ପାଇଁ ପ୍ରକୃତରେ ହବା କଥା ନୁହେଁ, ଆମେ ସେଇଟାକୁ ଘଟେଇବାରେ ବେଶୀ ସାହାଯ୍ୟ କରିଦେଲୁ, କାରଣ ତାକୁ ବେଶୀ ମାଇଣ୍ଡରେ ସ୍ଥାନ ଦେଲୁ, ଆଉ ମନ ତାକୁ ସ୍ୱୀକାର କରିଗଲା। ଏ ଦୃଷ୍ଟିରୁ ଆମ ଚିନ୍ତାରେ ସେ ବାରମ୍ବାର ଆସେ। ତେଣୁ ଜାତକ ଦେଖିକି କହୁଥିବା ଗଣକ ଆମକୁ ଯାହା କହିଦେଇଛି, ସେ ଆମ ମନକୁ ଯେତିକି ମାତ୍ରାରେ ଅଧିକାର କଲା ବା ମନ ଯେତେ ସ୍ୱୀକାର କଲା, ତାପରେ ତାକୁ ଭାବିକା ଯୋଉ ଘଟଣା ତା ଲାଇଫରେ ହବା କଥା ନୁହେଁ ସେଇଟାକୁ ସେ ଘଟେଇବାରେ ସାହାଯ୍ୟ କରିବ। ତ ଚିନ୍ତା କରନ୍ତୁ, ଜାତକ ଦେଖେଇକି ହିସାବ କରିକି ଜାଣିବାଟା କେତେ ଦୂର ଯଥାର୍ଥ। ଯଦି ମୋ ଭିତରେ ଭଗବାନ ଅଛନ୍ତି, ଅନ୍ତରାତ୍ମା ଅଛନ୍ତି, ସିଏ ମୋ ଜୀବନର ଗାଇଡ, ସିଏ ମତେ ଭଲରେ ନେବେ କି ଖରାପ ନେବେ ସିଏ ଜାଣିଛନ୍ତି। ମୁଁ ଯଦି ତାଙ୍କ ପାଖରେ ନିଜକୁ ନିବେଦନ କଲି, ତାପରେ ସିଏ ରେସ୍ପନ୍ସିବୁଲ, ଭଲ ହେଲେ ତାଙ୍କର, ଖରାପ ହେଲେ ତାଙ୍କର। ଦଣ୍ଡ ଆଉ ଦବ କିଏ? ଦଣ୍ଡ ଦବା ଲୋକ ତ ମତେ ପରିଚାଳିତ କରୁଛି ନା, ଆଉ ଦଣ୍ଡ କିଏ ଦବ? ମୁଁ ଅଲଗା କିଛି କାମ କରିଥିଲେ, ହଁ ଭୁଲ କଲି, ମତେ ଭଗବାନ ଦଣ୍ଡ ଦେବେ, ଆଉ ଭଗବାନ ତ ମତେ ପରିଚାଳିତ କଲେ, ଆଉ ଦଣ୍ଡ କିଏ ଦବ? ତାଙ୍କୁ ଯୋଉଟା ଭଲ ଲାଗିଲା, ମତେ ଯେମିତି ବ୍ୟବହାର କଲେ ମୁଁ ସେମିତି ଚାଲିଲି। ଏଇ ଯୋଉ ଭାବଟା ଆସିଗଲା ପରେ ଗ୍ରହ ମାନେ ଆଉ ପ୍ରଭାବ ପକେଇ ପାରିବେ? ଆଉ ଗ୍ରହ ମାନେ ପ୍ରଭାବ ପକେଇ, ନକ୍ଷତ୍ର ମାନେ ପ୍ରଭାବ ପକେଇ। ଆଉ ଯେପର୍ଯ୍ୟନ୍ତ ଆମର ଏଇ ପ୍ରକାର ଦୃଢ ନାତା ନାହିଁ, ଯୋଉ କୁହାଯାଏ ଭଗବାନଙ୍କ ଉପରେ ଆସ୍ଥା ଯୋଉ କୁହାଯାଏ, ଦିବ୍ୟଙ୍କ ଉପରେ, ଡିଭାଇନଙ୍କ ଉପରେ ଯୋଉ ପରିପୂର୍ଣ୍ଣ ଆସ୍ଥା, ସେଟା ଦରକାର। ଆମର ସେ ଆସ୍ଥାର ଅଭାବ ଅଛି। ତେଣୁ ଆମେ ବିଶ୍ୱାସ କରି ପକଉଛୁ, କିନ୍ତୁ ସେମାନେ ପ୍ରକୃତିରେ ଭୁଲ କଥା କହିଥାନ୍ତି। ଯେଉଁ ଗ୍ରହ ମାନଙ୍କର ଅବସ୍ଥିତି ମଧ୍ୟରେ ତୁମେ ଜନ୍ମ ଲାଭ କରିଥାଅ, ସେମାନେ କେବଳ ଭୌତିକ ଅବସ୍ଥା ଗୁଡିକୁ ଟେପ୍ ରେକର୍ଡର କରି ରଖିଲା ପରେ ରଖିଥାନ୍ତି। ଆତ୍ମାର ଭବିଷ୍ୟତ ଉପରେ ସେମାନଙ୍କର ଆଦୌ କୌଣସି ନିୟନ୍ତ୍ରଣ ନଥାଏ। ଯେମିତି ଆମେ ଯେ କହୁନୁ ନା, 5ରେ 6 ମିଶିଲେ 11, 3ରେ 8 ମିଶିଲେ 11, ଆଉ ଯୋଉଥିରେ ତ ଗୋଟେ ମିଶିଲେ 11 ହଉଛି ଆଉ, ଘୋଷା କରିକି ଶିଖେଇଛୁ। ସେଇଭଳି ଏଇ ଗ୍ରହ ଏଇଠି ଗଲେ ଏଇଆ ହୁଏ, ସେଇ ଗ୍ରହ ସେଇଠି ରହିଲେ ଏଇଆ ହୁଏ, ସେଇ ଗ୍ରହ ସେଇଠି ଚାଲିଲେ ଏଇଆ ହୁଏ। ସେ ତାର ପୁରା ରେକର୍ଡ ଅଛି, ଗଣକ ଦେଖିଲା, ହିସାବ କଲା, କଲା ଏଇଟା ବର୍ତ୍ତମାନ ଏଇଆ ଅଛି, ତାର ଏତିକି ଦିନ ଚଳନ, ଏତିକି ଦିନ ପର୍ଯ୍ୟନ୍ତ ଏଇଆ ହବ, ତାର ପ୍ରତିକାର ହଉଛି ଏଇଆ, ବାସ୍ ପଞ୍ଜିକାର ଲେଖା ହେଇଛି, ପଢିଦେଲା, କହିଦେଲା। ପୁଣି ଏଇଟା ରେକର୍ଡ ଭଳିଆ, ଟେପ୍ ରେକର୍ଡ ଭଳିଆ। ତେଣୁ ଏଗୁଡାକ ଟେପ୍ ରେକର୍ଡ ଭଳି ସବୁ ବାଜିକି ଆଗରୁ ଅଛି, ରଖା ହେଇଛି। କିନ୍ତୁ ଆତ୍ମାର ଯୋଉ ଭବିଷ୍ୟତ ଉପରେ ନକ୍ଷତ୍ର ମାନଙ୍କର କୌଣସି ନିୟନ୍ତ୍ରଣ ନଥାଏ। ସେମାନେ ଆମ ଆତ୍ମା ଉପରେ କୌଣସି ପ୍ରଭାବ ପକେଇ ପାରନ୍ତି ନାହିଁ। ତେଣୁ ଆତ୍ମାର ଭବିଷ୍ୟତ ଉପରେ ଯେହେତୁ ସେମାନଙ୍କର ଆଦୌ କୌଣସି ନିୟନ୍ତ୍ରଣ ନଥାଏ, ଆହୁରି ସେ ପାଖକୁ ଆହୁରି କିଛି ରହିଥାଏ, ଯାହାକି ସେଇ ଗ୍ରହ ମାନଙ୍କୁ ଓ ଆଉ ଯାବତୀୟ ସବୁ କିଛିକୁ ନିୟନ୍ତ୍ରଣ କରୁଥାଏ। ବରଂ ଆତ୍ମା ପାଖରେ ଏମିତି ପ୍ରଭାବ ଅଛି, ତା ପାଖାପାଖି ଯୋଉ ଗ୍ରହ ମାନେ ଆସେ ସେ ତାକୁ ନିୟନ୍ତ୍ରଣ କରିଦବ। ଆତ୍ମା ହେଉଛି ସେଇ ସର୍ବୋଚ୍ଚ ପରମ ସତ୍ତାଙ୍କର ସମ୍ପଦ, ଏବଂ ଯଦି ତାହା ଯୋଗର ସାଧନା କରୁଥାଏ, ତେବେ ଆହୁରି ଅଧିକ ଦୃଢ ଭାବରେ ହିଁ ନକ୍ଷତ୍ର ମାନଙ୍କର ଶକ୍ତି କିମ୍ବା ଅନ୍ୟ କୌଣସି ଶକ୍ତି ଉପରେ କଦାପି ବିଶ୍ୱାସ କରିବ ନାହିଁ। ଯିଏ ଆତ୍ମା ଉପରେ ବିଶ୍ୱାସ କରିଛି, ବା ଯିଏ ଭଗବାନ, ମୋ ଭିତରେ ଭଗବାନ ଅଛନ୍ତି, ସିଏ ମତେ ପରିଚାଳିତ କରୁ, ତାଙ୍କଠୁ ବଡ ଏ ନକ୍ଷତ୍ର ମାନେ ନୁହନ୍ତି। ମୋ ଭିତରେ ଭଗବାନ ହଉଛନ୍ତି ସବୁଠୁ ବଡ, ନକ୍ଷତ୍ର ମାନେ ମୋ ଜୀବନ ବଡ ନୁହଁ। ନକ୍ଷତ୍ର ମାନଙ୍କ ପ୍ରଭାବ ନୁହଁ, ମୋ ଅନ୍ତରାତ୍ମା ଯାହା କହିବ ମୁଁ ସେଇଆ କରିବି। ଯିଏ ଅନ୍ତରାତ୍ମା ଦ୍ୱାରା ପରିଚାଳିତ, ତାକୁ ସେ ଗ୍ରହ ମାନେ କିଛି ପ୍ରଭାବ ପକେଇ ପାରିବେ, ନକ୍ଷତ୍ର ପ୍ରଭାବ କିଛି ତା ଏଠି କାମ କରିବ। ତେଣୁ ଆମେ ଆତ୍ମା ସହିତ
ସମ୍ପର୍କ ଯୋଡିବା ଦରକାର, ଆତ୍ମା ଦ୍ଵାରା ପରିଚାଳିତ ଯେ ଆତ୍ମା ଦ୍ଵାରା ପରିଚାଳିତ ତାକୁ ଏସବୁ ପ୍ରଭାବ ପକେଇବ। ଆତ୍ମା ବିଷୟରେ କଲଚର କରୁଥିବା ଲୋକ ହଉଛି କେବଳ ଯୋଗୀ। ତେଣୁ ତୁମ ଜୀବନରେ ଏକ ବିପର୍ଯ୍ୟୟ ଘଟିବ ବୋଲି ଯେଉଁ ଗଣଙ୍କ ଭବିଷ୍ୟବାଣୀ କରୁଛି ତାକୁ ଜଣେ ଜୋକର ସହିତ ତୁଳନା କରାଯାଇ ପାରିବ। ମା କହିଲେ ତମ ଜୀବନରେ ଏକ ବିପର୍ଯ୍ୟୟ ଘଟିବ ବୋଲି ଯେଉଁ ଗଣକ ଭବିଷ୍ୟବାଣୀ କରୁଛି, ମୁଁ ଯେମିତି ଆକୁ ଭାଇ ସେ ଭାଇ କହିଲା 22 ବର୍ଷରେ, ମୁଁ କହିଲି 22 ବର୍ଷ ତ ପାର ହେଇଗଲା, କହିଲା ହେଗୁଡା ବେକାରିଆ ଗୁଡା ବେକାର। ମୁଁ କହିଲି ମା ଏ କଥା କହିଛନ୍ତି ଜୋକର, ତୁ କହିଲି ବେକାର, ମୁଁ କହିଲି ଜୋକର। ଜୋକର ଯେମିତି ଧର ଆପଣ ଗୋଟେ ସର୍କସ ଶୋ କୁ ଯାଇଛନ୍ତି, ଜୋକର ଦେଖିବ ମଝିରେ, ଆଚ୍ଛା ଫାର୍ଷ୍ଟ ଶୋରେ ଯୋଉ ପ୍ରକାର ଜୋକିଂ କରିଥିବ ସେକେଣ୍ଡ ଶୋରେ ପୁଣି ସେଇଟା ରିପିଟ କରିବ ନା ନାଇଁ, ଥାର୍ଡ ରେ ସେଇ ସେଇଟା। ତ ଜୋକର ଯେମିତି ପ୍ରତି ଶୋରେ ତାର ସମାନ ଖେଳ ଦେଖାଯାଏ, ଇଏ ଠିକ ସେଇଭଳି ଟେପ ରେକର୍ଡର ବାଜିଥାଏ। ଆମେ ସେଗୁଡାକୁ ସବୁବେଳେ ପଣ୍ଡିତ ମାନଙ୍କଠୁ ଗ୍ରହ ମାନେ ଗଣକ ମାନଙ୍କଠୁ ଶୁଣିଥାଉ। ତେଣୁ ମା ସେଥିପାଇଁ କହିଲେ ତମ ଜୀବନରେ ଏକ ବିପର୍ଯ୍ୟୟ ଘଟେ ବୋଲି ଯେ ଆଗତୁରା ବାଣୀ କହିଦଉଛି, ଏଇ ସାବଧାନ ଥା, ତୋ ଜୀବନରେ ଏଇଆ ହବାକୁ ଯାଉଛି, ତୋର ଏଇଆ ଦିନରେ ଟିକେ ସତର୍କ ରହିବୁ, ଏମିତି କରିବୁନି ସେମିତି କରିବୁନି। ଯିଏ କହୁଛି ସିଏ ହଉଛି ଏକ ଜୋକର। ସେ କଣ ଜାଣିଛି? ଅନେକ ଜୋକର ଆଜି ତମର ବେକ କଟିଯିବ ଓ ସେଇପରି କଥା ସବୁ କହିଥାନ୍ତି। এই ଯାବତୀୟ ପ୍ରୟାସ ସତ୍ୟ ପ୍ରକୃତରେ ଆଦୌ କିଛି ହିଁ ଘଟେ ନାହିଁ। କେବଳ ଜଣେ ପ୍ରବୀଣ ଯୋଗୀ ହିଁ ନିର୍ଭୁଲ ଭାବରେ ତୁମକୁ ତୁମର ଭବିଷ୍ୟ ବିଷୟରେ କହିଦେଇ ପାରିବ। କେବଳ ଜଣେ ପ୍ରବୀଣ ଯୋଗୀ ହିଁ ନିର୍ଭୁଲ ଭାବରେ ତୁମର ଭବିଷ୍ୟ ତୁମକୁ ତୁମର ଭବିଷ୍ୟ ବିଷୟରେ କହିଦେଇ ପାରିବ। ତଥାପି ସେହି କ୍ଷେତ୍ରରେ ମଧ୍ୟ ଦିବ୍ୟ ପରମ ଇଚ୍ଛାଟି ଅବଶ୍ୟ ଅବସ୍ଥିତ ରହିଥିବ, ଯାହାକି ଏକାକି ସବୁ କିଛିକୁ ନିୟନ୍ତ୍ରଣ କରିଦେଉଛି ଓ ସବୁ କିଛିର ମୀମାଂସା କରୁଛି। ତେଣୁ ଦିବ୍ୟ ପରମ ଇଚ୍ଛାଟି ଅବଶ୍ୟ ଅବସ୍ଥିତ ଅଛି। ଏଇ ଉପଲବ୍ଧି ଯିଏ କରୁଛି, ମୋ ଭିତରେ ମା ଅଛନ୍ତି, ତାଙ୍କର ଇଚ୍ଛାରେ ମୁଁ ଚାଲିଛି, এইଭଳି ଉପସ୍ଥିତି ଯିଏ ଅନୁଭବ କରିପାରୁଛି, ତାହେଲେ ଏଇ ଉପସ୍ଥିତି ତା ଜୀବନକୁ ନିୟନ୍ତ୍ରଣ କରିଦବ, ସବୁ କିଛି ସମାଧାନ ବି କରିଦବ। ତେଣୁ ଆମେ କହିବା ଯେ ଜାତକ ଦେଖେଇଦେଇ ସିଏ ମୋର ସବୁ ଗ୍ରହ ଖଣ୍ଡନ କରିଦେବେ, ନା ନା, ଏଇଟା ସେମାନେ ଗ୍ରହ ଖଣ୍ଡନ କରିପାରିବେ। ତେଣୁ ଆମେ ଦିବ୍ୟ ପରମ ସତ୍ତାଙ୍କ ପାଖରେ ନିଜକୁ ନିବେଦନ କଲେ ଆମ ଜ୍ୟୋତିଷ ଶାସ୍ତ୍ର ଯାହା କହୁଛନ୍ତି ସେ ବିଶ୍ୱାସ ତାକୁ ଆମେ ଅତିକ୍ରମ କରିପାରିବା।